ସାଙ୍ଗମାନେ ଆଜି ମୋ ସିନ୍ଦୁରର ଅଧିକାର ଦେଖନ୍ତୁ। ମୁକ୍ତି ଆଦିକେ କୁହେ ସାର୍, ଯଦି ଆପଣ ମୋ ଭଳି ଗୋଟେ ଝିଅ ହେଇଥାନ୍ତେ ନା ତାହେଲେ ମୋ କଥା ନିଶ୍ଚିନ୍ତ ବୁଝିପାରିଥାନ୍ତେ। କାହିଁକି ନା ଝିଅମାନେ ହିଁ ସବୁବେଳେ ବଦନାମ ହେଇ ଚାଲିଥାନ୍ତି। ଆଉ କେବଳ ଏଇଥିପାଇଁ ମୁଁ ଆପଣଙ୍କ ସହ ଲଞ୍ଚରେ ଯାଇପାରିବିନି। ମୁଁ ଆପଣଙ୍କୁ କାଲି ରାତିରେ ବି କହିଥିଲି କି ମୁଁ ଏମିତି ରାତି ଅଧରେ ତୁମ ସହିତ କାମ କରିପାରିବିନି, ହେଲେ ଆପଣ ମୋ କଥାକୁ ବୁଝିବାକୁ ଚେଷ୍ଟା ବି କଲେନି। ଆଉ ଗୋଟେ ବନ୍ଦ ଘର ଭିତରେ ରାତିରେ ଗୋଟେ ପୁଅ ଆଉ ଝିଅ ଏକାଠି ରହିବାକୁ ନେଇକି ଲୋକ ତ କହିବେ ନା, କେଜାଣି ଏସବୁ ପାଇଁ କ'ଣ ଲାଗୁଛି। ଆଦି ରାଗିକି କୁହେ, କିଛି ଲାଗିବନି ସେମାନଙ୍କୁ। ଆମେ ଦୁଇ ଜଣ ସାଙ୍ଗ ହେଇକି କାମ କରୁଥିଲେ, ଆଉ କାମ କରୁ କରୁ ଥକିଗଲେ, ତାପରେ ଶୋଇଗଲେ, କ'ଣ ହେଇଗଲା ସେଇଠୁ? ହଁ, ମୁକ୍ତି କୁହେ, ଲୋକମାନଙ୍କର ଭାବନାକୁ ତ ଆପଣ କଣ୍ଟ୍ରୋଲ କରିପାରିବେନି ନା ସାର୍। ଆଦି କୁହେ, ବେଳେବେଳେ ନା ତମ କଥା ଭାରି ଟେନସନ୍ ଦେଉଛି ମୁକ୍ତି। ମୁକ୍ତି କୁହେ, ମୋତେ ବି ତୁମ କାର୍ଯ୍ୟକଳାପ। ଆଉ ଏତେ ବଡ଼ ହଲ୍ରେ ଆପଣଙ୍କୁ କ'ଣ କେବଳ ମୋ ପାଖରେ ଶୋଇବାକୁ ଜାଗା ମିଳିଲା? ତା ଉପରେ ପୁଣି ଆପଣ ଆପଣଙ୍କ ଜ୍ୟାକେଟ୍ ଘୋଡ଼େଇ ଦେଇଥିଲେ। ଆଦି କୁହେ, ଏଇ କଥା ତମେ ପଚାରୁଛ ନା ଲୋକମାନେ ପଚାରୁଛନ୍ତି? ମୁକ୍ତି କୁହେ, ମୋର କ'ଣ ପଚାରିବାର ଅଧିକାର ନାହିଁ? ଆଦି କୁହେ, ମୁଁ ତମ ପାଖକୁ ଏଇଥିପାଇଁ ଆସିଥିଲି କାହିଁକି ନା ନିଦରେ ତମ ମୁଣ୍ଡ ସୋଫାରେ ପିଟି ହେଉଥିଲା। ତମେ ପଡ଼ି ନ ଯାଅ ସେଥିପାଇଁ ମୁଁ ତମକୁ ବଞ୍ଚାଇବା ପାଇଁ ଚାହୁଁଥିଲି। ଆଉ ରହିଲା ଜ୍ୟାକେଟ୍ କଥା, ଥଣ୍ଡାରେ ତମ ଦେହ ଥରୁଥିଲା, କାଳେ ତମକୁ ଥଣ୍ଡା ନ ଧରୁ ସେଥିପାଇଁ ମୁଁ ଜ୍ୟାକେଟ୍ରେ ତମ ଦେହକୁ ଘୋଡ଼େଇ ଦେଉଥିଲି। ତମ ଧ୍ୟାନ ରଖୁଥିଲି ମୁଁ, କିନ୍ତୁ ମୁଁ ଏବେ ବୁଝିପାରୁଛି କେତେ ବଡ଼ ଭୁଲ କରୁଥିଲି ମୁଁ। ମୁକ୍ତି କୁହେ, ଭଲ ହେବ ଆପଣ ଆଜି ମୋତେ ଯିବା ପାଇଁ ବାଧ୍ୟ କରନ୍ତୁନି, କାହିଁକି ନା ଲୋକମାନଙ୍କର ନଜର କେବଳ ଆମ ଉପରେ ହିଁ ରହିବ। ମୋତେ ଯିବାକୁ ଦିଅନ୍ତୁ। ହୁଏତ ଆପଣ ଭାବୁନଥିବେ, କିନ୍ତୁ ଲୋକମାନେ ଆମକୁ ଏକା ସାଙ୍ଗରେ ଦେଖିଲେ ଖରାପ କଥା ହିଁ ଭାବିବେ। ତ ବେଟର ହେବ ଆପଣ ମୋ ଠାରୁ ଦୂରେଇକି ରୁହନ୍ତୁ। ଆଦି କୁହେ, ଆଜି ପର୍ଯ୍ୟନ୍ତ ଆଦିତ୍ୟ ଦାସକୁ କେହି ବି କିଛି କହିନି, ସେ କ'ଣ କରିବ କ'ଣ ନ କରିବ। ଆଉ ଯେଉଁ ପର୍ଯ୍ୟନ୍ତ ମୁଁ ତମକୁ ବୁଝିଛି, ମୁଁ ଏଠୁ ଗଲା ପରେ ରୁମାଲ ଧରିକି କୁହେ, ତମର ଏଇଟା ଦରକାର ପଡ଼ିବ। ଆଦିତ୍ୟ ମୁକ୍ତି ହାତରେ ରୁମାଲ ଦେଇ ସେଠୁ ଚାଲିଯାଏ। ଆଉ ମୁକ୍ତି ମନେ ମନେ କୁହେ, ଏଇଟା ହେଲ୍ପ କରିବାର କେଉଁ ମେଥଡ଼ ଯେଉଁଥିରେ ପ୍ରୋବ୍ଲେମ୍ ଆହୁରି ବଢ଼ିଯିବ। କିନ୍ତୁ ମୁଁ ଏଥର କାନ୍ଦିବିନି, ଜମା ବି କାନ୍ଦିବିନି। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।